ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରାଧାରାଣୀ ମଠ ସପ୍ତମ ବାର୍ଷିକୀ ମହୋତ୍ସବ ଉପଲକ୍ଷେ ବଡ଼ଅଙ୍କରିଆ ଠାରେ ମହାରାଜ ସତ୍ୟବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ପୂଜକ ରଘୁନାଥ ପଣ୍ଡା ଥିବାବେଳେ ପ୍ରଥମେ ଗୋପଲୀଳା ପାରାୟଣ ଅନୁଷ୍ଠିତ ହୋଇଯାଇଥିଲା। ବ୍ୟାସ ରୋଶନ କୁମାର ପୁରୋହିତ ଆରମ୍ଭ କରିଥିଲେ। ଶେଷରେ ମହିଳା କୀର୍ତ୍ତନ ପରିବେଷଣ କରିଥିଲେ। ବିଦ୍ୟାବତୀ ପଟେଲ, ବିନୋଦିନୀ ଦୀପ, ରଞ୍ଜିତା ହଂସ ଏହି ତିନି ଗାୟିକା ଭଜନ ପରିବେଷଣ ମଧ୍ୟ କରିଥିଲେ। 56 ବ୍ୟଞ୍ଜନ ଭୋଗ ଲାଗିଥିଲା। ସମସ୍ତ ବଡ଼ଅଙ୍କରିଆ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।